ଖ୍ରୀଷ୍ଟିଆନ ହେବେ କିପରି ଆମେ ଅନେକ ଭାବିଥାଉ ଯେ ଯେତେବେଳେ ଜଣେ ଚର୍ଚ୍ଚ ଯିବାକୁ ଆରମ୍ଭ କରେ ସେତେବେଳେ ସେ ଖ୍ରୀଷ୍ଟିଆନ ହୋଇଯାଏ। ଯେତେବେଳେ ସେ ଖ୍ରୀଷ୍ଟିଆନ ମାନଙ୍କ ସହିତ ମିଳାମିଶା ଆରମ୍ଭ କରେ ଆଉ ସେ ଖ୍ରୀଷ୍ଟିଆନ ହୋଇଯାଏ ବୋଲି ଅନେକଙ୍କର ଚିନ୍ତାଧାରା ଏବଂ ଧାରଣା। କିନ୍ତୁ ପ୍ରକୃତରେ କ'ଣ ଖ୍ରୀଷ୍ଟିଆନ ହେବା ନିମନ୍ତେ କ'ଣ ତାହାର ଆବଶ୍ୟକତା କ'ଣ ରହିଛି ଏହା କେବେ ଆପଣ ବୁଝିଛନ୍ତି କି? ଆଜି ଏହି ଜଗତରେ ଅନେକ ଲୋକଙ୍କୁ ଖ୍ରୀଷ୍ଟିଆନ ବୋଲି କହୁଛନ୍ତି, ଯେଉଁମାନେ ନିଜ ଗଳାରେ କୃଷର ଗୋଟିଏ ଲକେଟ୍ ପିନ୍ଧି ବୁଲୁଛନ୍ତି, ଯେଉଁମାନେ ଟାଟୁ କରୁଛନ୍ତି ଆଉ କିଛି କ୍ରସ୍ ଚିହ୍ନ ଆଙ୍କୁଛନ୍ତି ନିଜ ଦେହରେ ଅଙ୍ଗରେ, ଆଉ ସେମାନେ ଭାବୁଛନ୍ତି ମୁଁ ଖ୍ରୀଷ୍ଟିଆନ ବୋଲି ପ୍ରଦର୍ଶନ କରି। କିନ୍ତୁ ପ୍ରିୟମାନେ, ପ୍ରଭୁଙ୍କର ସତ୍ୟ ବାକ୍ୟ ଅନୁସାରେ ଯଦି ଆମେ ଦେଖିବା ତାହେଲେ ଖ୍ରୀଷ୍ଟିଆନର ପରିଚୟ ଆମେ ସେହି ପ୍ରକାର ଭାବରେ ଆମେ ଦେଖିନଥାଉ କିମ୍ବା ତାହା ଖ୍ରୀଷ୍ଟିଆନର ପ୍ରକୃତ ସତ୍ୟତାକୁ ପ୍ରକାଶ କରିନଥାଏ। ଆମେ ପ୍ରଭୁଙ୍କର ବାକ୍ୟ ଯଦି ଦେଖିବା, ବାଇବେଲରେ ମାତ୍ର 3 ଥର ହିଁ ଖ୍ରୀଷ୍ଟିଆନ ଶବ୍ଦଟା ବ୍ୟବହାର କରାଯାଇଛି। ଆଉ କେତେବେଳେ କାହିଁକି ବ୍ୟବହାର କରାଯାଇଛି ଆମେ ଜାଣିପାରିବା। ଖ୍ରୀଷ୍ଟିଆନ ଏକ ଧର୍ମ ବୋଲି ଅନେକଙ୍କର ଚିନ୍ତାଧାରା। ଖ୍ରୀଷ୍ଟିଆନ ଏକ ଏପରି ଗୋଟିଏ ଧର୍ମ ଯେଉଁ ଧର୍ମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମାନନ୍ତି ବୋଲି। ହଁ ପ୍ରିୟମାନେ, ଖ୍ରୀଷ୍ଟିଆନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସହିତ ଜଡ଼ିତ ସେଇ ଖ୍ରୀଷ୍ଟ ଶବ୍ଦଟି ଜଡ଼ିତ ହେବ। ଆଉ ସେଇ ଶବ୍ଦ କେବଳ ଯେ ସେଇ ଖ୍ରୀଷ୍ଟିଆନ ନାମରେ ଜଡ଼ିତ ତାହା ନୁହେଁ, କିନ୍ତୁ ଖ୍ରୀଷ୍ଟ ବିହୁନେ ଏହି ଖ୍ରୀଷ୍ଟିଆନ ଶବ୍ଦର ଅର୍ଥ ହୀନ। ଆଉ ଖ୍ରୀଷ୍ଟିୟ ଶବ୍ଦଟା ଆମେ ଯଦି ଦେଖିବା ତାହେଲେ ବିନା ଖ୍ରୀଷ୍ଟଙ୍କ ଦ୍ୱାରା ଆମେ କହିପାରିବାନି ଯେ ଇଏ ଖ୍ରୀଷ୍ଟିଆନ ବୋଲି। ଆଉ ଗୋଟିଏ ଅର୍ଥରେ ମୁଁ ଆପଣମାନଙ୍କୁ ସଂକ୍ଷିପ୍ତ ଭାବେ କହିବାକୁ ଚାହୁଁଛି, ଯେଉଁମାନଙ୍କ ଜୀବନରେ ବା ହୃଦୟରେ ଖ୍ରୀଷ୍ଟ ନଥିବେ, ଖ୍ରୀଷ୍ଟଙ୍କର ସେଇ ସତ୍ୟତା ନଥିବ, ଆଉ ଖ୍ରୀଷ୍ଟ ଯଦି ସେମାନଙ୍କ ଜୀବନର ମାଲିକ ବା ସେ ତାଙ୍କ ଜୀବନକୁ ଯଦି ଖ୍ରୀଷ୍ଟ ପରିଚାଳନା କରୁନଥିବେ, ତାହେଲେ ସେ ନିଜକୁ ଖ୍ରୀଷ୍ଟଙ୍କର ବା ଖ୍ରୀଷ୍ଟିଆନ ବୋଲି କହିବା ଏକ ଭୁଲ ବିଷୟ ବୋଲି ସ୍ୱୟଂ ପ୍ରଭୁଙ୍କର ବାକ୍ୟରେ ଆମେ ଯଦି ଦେଖିବା ତାହେଲେ ଜାଣିପାରିବା। ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ପାପୀ ମନୁଷ୍ୟମାନଙ୍କ ନିମନ୍ତେ ଆସିଥିଲେ, କେବଳ ଖ୍ରୀଷ୍ଟିଆନ ଲୋକମାନଙ୍କ ନିମନ୍ତେ ନୁହେଁ। ସମଗ୍ର ମାନବ ଜାତି ସମସ୍ତେ ପାପୀ, ଆଉ ସେ ପାପରୁ କ୍ଷମା କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତର ନର ରୂପ ଧରି ଆସିଲେ। ଆଉ ସେଇ ପାପରୁ ଉଦ୍ଧାର କରିବା ପାଇଁ ସେ କାଲବରୀ କ୍ରୁଶ ଉପରେ ନିଜର ଜୀବନ ଦେଲେ, ରକ୍ତ ବୁହାଇଲେ। ସେ କେବେ ପାପ କରିନଥିଲେ, ପାପ ଜାଣିନଥିଲେ, ପାପର ଲେଶ ମାତ୍ର ତାଙ୍କଠାରେ ନଥିଲା। କିନ୍ତୁ ପାପ ସ୍ୱରୂପ ହେଲେ, ପାପୀ ହେଲେ ନାହିଁ, କିନ୍ତୁ ପାପ ସ୍ୱରୂପ ସେ ଦେଖାଗଲେ। ସେ କୌଣସି ପାପ କରିନଥିଲେ। ତେଣୁ ଆମେ ଦେଖୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକମାତ୍ର ସତ୍ୟ ପ୍ରଭୁ। କାହିଁକି? ସେ ପବିତ୍ର ପ୍ରଭୁ, ତାଙ୍କର ଜନ୍ମ ପବିତ୍ର, ଏ ଜଗତରେ ଥିବା ସମୟରେ ମଧ୍ୟ ପବିତ୍ର ଜୀବନ ଯାପନ କଲେ। ଆଉ ସେ କହିଥିଲେ, ମୁଁ ମୃତ୍ୟୁ ବରଣ କରି ତୃତୀୟ ଦିନ ମୃତ୍ୟୁକୁ ଜୟ କରି ଉଠିବି ବୋଲି। ବାଇବେଲରେ ଆମେ ତାହା ହିଁ ଦେଖୁ। ଆଉ ତାହା ହିଁ ସେ ପ୍ରମାଣିତ କଲେ ଏ ଜଗତରେ ଆସି ପାପୀ ମନୁଷ୍ୟ ନିମନ୍ତେ। ସମଗ୍ର ମାନବ ଜାତି, ସମସ୍ତ ଲୋକ, ପୃଥିବୀର ସମସ୍ତଙ୍କ ନିମନ୍ତେ ସେ ଜୀବନ ଦେଲେ। ଆଉ ସମସ୍ତଙ୍କୁ କ୍ଷମା ଦେଇ ସ୍ୱର୍ଗକୁ ନେବା ନିମନ୍ତେ ସେ ଏହି ଜଗତରେ ଆସିଥିଲେ। ପ୍ରିୟମାନେ, ଏହି ପ୍ରକାର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ନିଜର ପାପ ସ୍ୱୀକାର କରି ଯେତେବେଳେ ପ୍ରଭୁଙ୍କୁ ଆମେ ନିଜ ଜୀବନରେ ଗ୍ରହଣ କରିଥାଉ, ପ୍ରଭୁ ଆମ ଜୀବନରେ ଆସି ପାପ କ୍ଷମା କରି ଆମମାନଙ୍କୁ ଶାନ୍ତିର ଜୀବନ ଆଉ ସେ ସ୍ୱର୍ଗକୁ ନେଇଯିବାର ଜୀବନ, ଅନନ୍ତ ଜୀବନ ପ୍ରଦାନ କରିଥାନ୍ତି। ତେଣୁ ଆଜି ପ୍ରଭୁଙ୍କର ଏହି ପ୍ରେମକୁ, ପ୍ରାଣଦିଆ ପ୍ରେମକୁ ବିଶ୍ୱାସ କରି ଆଜି ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ପ୍ରଭୁ ବୋଲି ବିଶ୍ୱାସ କରି ଗ୍ରହଣ କରୁଅଛନ୍ତି। ଏହା ହିଁ
ଏକ ସତ୍ୟ ବିଷୟ। ଏତିକି ବିଷୟ କଲା ପରେ ହିଁ ଜଣେ ଖ୍ରୀଷ୍ଟଙ୍କର ପରିତ୍ରାଣ ପ୍ରାପ୍ତ ଆଉ ଖ୍ରୀଷ୍ଟ ବା ପ୍ରଭୁଙ୍କୁ ବିଶ୍ୱାସୀ ବୋଲି ପରିଗଣିତ ହୋଇଥାଏ। ଏହି ବିଷୟ ଆଉ ଯଦି ସବୁଦିନ ଚର୍ଚ୍ଚ ଯାଉଛି, ଜଣେ ସବୁଦିନ ଦାନ ଦକ୍ଷିଣା ଦେଉଛି, ଅନ୍ୟମାନଙ୍କୁ ଦୟା କରୁଛି, କେବଳ ସେତିକିରେ ଜଣେ ଖ୍ରୀଷ୍ଟିଆନ ବୋଲି ନିଜକୁ ପ୍ରମାଣିତ କରିପାରିବ ନାହିଁ। ଯେଉଁ ପର୍ଯ୍ୟନ୍ତ ସେ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରିନାହିଁ, ନିଜ ଜୀବନର ପରିବର୍ତ୍ତନତା ଆସିନାହିଁ, ଖ୍ରୀଷ୍ଟଙ୍କୁ ଗ୍ରହଣ କରି ଖ୍ରୀଷ୍ଟଙ୍କର ଗୁଣ ସ୍ୱଭାବ ଯଦି ପରିବର୍ତ୍ତିତ ହୋଇନାହିଁ, ତାହେଲେ ଆମେ କହିପାରିବା ନାହିଁ ଖ୍ରୀଷ୍ଟଙ୍କର ବୋଲି ଆଉ ସେ ଖ୍ରୀଷ୍ଟିଆନ ବୋଲି। ଏହା ହେଉଛି ପ୍ରଭୁଙ୍କର ବାକ୍ୟର ସତ୍ୟତା। ତେଣୁକରି ଯଦି ଆପଣ ଏ ବିଷୟ ବୁଝିଛନ୍ତି, ଜାଣିଛନ୍ତି, ତାହେଲେ ଏହି ଜଗତର ଏକମାତ୍ର ସତ୍ୟ ପ୍ରଭୁ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ତାହାଙ୍କୁ ବିଶ୍ୱାସ କରନ୍ତୁ ନିଜ ଜୀବନରେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି, ଉଦ୍ଧାରକର୍ତ୍ତା ବୋଲି। ସେ ହିଁ ଏକମାତ୍ର ପ୍ରଭୁ ବୋଲି ଆପଣଙ୍କ ଜୀବନକୁ ସେ ପରିବର୍ତ୍ତନ କରିବେ। ଆପଣଙ୍କ ଜୀବନକୁ ସେ ଶାନ୍ତି, ଆନନ୍ଦ ଆଉ ସବୁବେଳେ ପ୍ରଭୁ ତାହାଙ୍କର ଜୀବନ କରି ଆପଣଙ୍କୁ ଏ ମନ୍ଦ ଜଗତରେ କଢ଼ାଇ ନେବେ। ମନ୍ଦତାରୁ, ପାପରୁ, ଅଧର୍ମରୁ ଆପଣଙ୍କୁ ପୃଥକ କରି ରଖିବେ ଆଉ ପ୍ରଭୁ ଆପଣଙ୍କ ଜୀବନରେ ଶାନ୍ତି, ଆନନ୍ଦ ଭରିଦେବେ। ଏହା ହେଉଛି ଖ୍ରୀଷ୍ଟିଆନ ଜୀବନ। ଯେତେଜଣ ଆମେ ଦେଖୁ ଖ୍ରୀଷ୍ଟ ବିହୁନେ ଜୀବନ କାଟୁଛନ୍ତି, ଖ୍ରୀଷ୍ଟଙ୍କର କୌଣସି ଉତ୍ତମତା ତାଙ୍କ ଜୀବନରେ ନାହିଁ ଆଉ ସେମାନେ ଖ୍ରୀଷ୍ଟିଆନ ବୋଲି କହୁଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ପ୍ରଭୁ ସାହାଯ୍ୟ କରନ୍ତୁ ଆପଣଙ୍କୁ ମଧ୍ୟ ଏ ବିଷୟ ହୃଦୟ ସହିତ ଗ୍ରହଣ କରି ବିଶ୍ୱାସ କରି ଆଗକୁ ବଢ଼ିବା ପାଇଁ। ଆଉ ଯଦି ଏହି ସତ୍ୟତା ଭଲ ଲାଗିଲା, ଆପଣ ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ପୁନର୍ବାର ଆମେ ଆଉ ଗୋଟିଏ ନୂତନ ଭିଡ଼ିଓରେ ମିଶିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।